प्रवर आउ एक प्रश्न चित्त बड़ी मोर पचार 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 हे अमृत वाणी चाही करी अछंती मो पंडित श्रेणी खोली दियो सुंदर पुराण एणु सभार शुणवे जे मोहर सौजन्य आहे साधु जन कका चली गला पुतुरा पासकु निदान आहारे धन पुतुरा मोहर मोहर किड़ा ताकू बाबू रे तू कर संभाल कका गला देख पुतुरा निकट ए किड़ा कथा ता धारे गला प्रकट सेते बेले पुतुरा दे देला उत्तर कका बोली कहीं की डाकू अच्छो बाबू एठार मुकिए पुणी देउछि तू मकु बुझाई मो पोपार मौसा ठारू जन्म मु होईछि तही मोर पोपार मौसा ठारू मु जन्म होईछि तही आउ कका बोली मते किया देलो डाकीण तुमर कका मु देखथिबी होईण ए कथा देव घन घन आए गहाण ए कथा को देव जे कही हेले आज्ञा कक्का गले पुतुरा निकट को पुतुरा मो किलाटा टिके संभाल पुतुरा कहिला कक्का को बोला बापारे मु किला गोटे धरिक आईची अचंचा किला से किला तू आका संभाळिबु बोली मो आशा करथिल मो किला साटा टिके संभाळ दे ये बोला ए मते कोन कक्का बोली डाकुछ मु के चिनिछ की तू ना मो बोपार मौसार पुओ मु तोर कक्का मो बोपार मौसार पुओ मु तोर कक्का तू मते कोन डाकुछ कक्का हेले आज्ञा एई थिला मोर प्रश्न एटा प्रश्न आज्ञा कोन बुझिलो बुझिला बुझा तोर लोटन हां एना तू येडु पंडित सुनाम अपंडित पद मंडित करी श्रवण आउरी नृसिंह नाम करिबा जणाण आहा खंडिबा पाई कारण हे प्रभु क्षमा सागर प्रभु क्षमा सागर क्षीर सिंधु जमा प्राणेश्वर हे प्रभु क्षमा सागर गोविंद आहा आपे करी प्रदान हे धन्य धन्य ठाकुर धन्य धन्य ठाकुर तब महिमा जगत सार हे धन्य धन्य ठाकुर
ମାଆକୁ ଗୋଟେ ପଦ ଡାକିଲା ଆଜ୍ଞାଙ୍କର କଥାଟା ଚିନ୍ତା କର ठीक है ଆମର ବାବାର ଅଛି ତାଙ୍କର ଟିକେ ଦୟା ହେଲା ଗଲା କହିବା हाँ ଏଡୁ ଜଗତ ଜନନୀ ଜଗତ ମୋହିନୀ ଜଗତରେ ପାଉ ପୂଜା हे जोगी ऋषिगण जपी तब नाम ठीक है माग जोगी ऋषिगण जपी तब नाम आहा जोगरे हेले पागला गो मातु जोगी बामा माग जोगी बामा जनहित बोलाइलु मागो माग जोगी बामा ମୁଁ ପଚାରିଛି କକା ଗଲେ ପୁତୁରା ନିକଟକୁ ପୁତୁରା ଭଲ ଅଛୁ କି ବାପା ସେ ବୋଲେ ହଁ ଭଲ ଅଛି ତୁ ସିନା ଭଲ ଅଛୁ ମୋର ଗୋଟେ କିଳା ହେଇଯାଇଛି ରେ କି କିଳା ନା ମସ୍ତ ବଡ ଗୋଟେ କିଳା ଧରିକି ଆସିଛି ସେଇଟାକୁ ତୁ ଆଗ ସମ୍ଭାଳେ ହେଲେ ପୁତୁରା କହୁଛି ମତେ କଣ କକା ବୋଲି ଡାକୁଛ
ନା ଆରେ କଣ ଡାକିବି ଆଉ ନା ତମେ ଚିହ୍ନୁନ ଚିନ୍ତା କର ମୁଁ କଣ ମୋ ବୋପାର ମଉସାର ପୁଅ ମୁଁ ବୋପାର ମଉସାର ପୁଅ ମୁଁ କଣ ହେବି ମୁଁ ତମର କକା ତମେ ମୋର କକା ନାହିଁ ମୁଁ ତମର କକା ତମେ ପୁତୁରା ହବ ଏ କକା ପୁତୁରା ବିଷୟଟା ଶୁଣିଲି ତେଣୁ ଆଜି ଆମର ତରାସିଙ୍ଗି ଗ୍ରାମରେ ଭାଇମାନେ ଉପସ୍ଥିତ ଅଛନ୍ତି ଆଉ ଟିକେ ବିଷୟଟା ଚର୍ଚ୍ଚା କରିବା ବୋଲି ମନେ ପକେଇ ଆମର ନହୁ ତମର ହେଇଯାଉ ଆଚ୍ଛା ଏ ବିଦ୍ୱାନ ମଣ୍ଡଳୀ ହେ ପୁରାଣେ ଲକ୍ଷ୍ୟ କର ଦିନେ ଚତୁର୍ମୁଖ ବ୍ରହ୍ମା ପୁଣି ପଢିଲେ ବେଦ ପାଠ ଏଥର ଏତେବେଳେ ବେଦପତି ବେଦ ପଢୁଥାନ୍ତି ଏ କଥାକୁ ଶଙ୍କର ନିରେଖି ଦେଖନ୍ତି ଚତୁର୍ମୁଖରେ ବେଦ ପୁଣି ପଢିଲେ ବେଦପତି ବ୍ରହ୍ମା ମୁହିଁ ମଧ୍ୟ ପଢିବି ଯାଇନ ସିନା ଏଣେ ଏମନ୍ତ ବିଚାର କରିଲେ ଶଙ୍କର ପାଞ୍ଚ ମୁଖରେ ବେଦ ପଢି ଦେଲେଣି ଘର ଏଣେ ଦେଖିଦେଲେ ପୁଣି ବେଦପତି ବ୍ରହ୍ମା ଦୁଇ ଜଣଙ୍କର କଳହ ଲାଗିବ ସିନା ଦୁଇ ଜଣଙ୍କର କଳହ ସେଠାରେ ହୋଇବ ବ୍ରହ୍ମାଙ୍କୁ ଶଙ୍କର ପୁଣି ହେଜା ପଡ଼ା ମାରିବ ବ୍ରହ୍ମଙ୍କ ପାଳି ହସ୍ତରେ ଲାଗିଯିବ ବ୍ରହ୍ମ ହତ୍ୟା ଦୋଷ ଶଙ୍କର ଭୋଗିବ ଏଣେ ପଣ୍ଡିତ ମଣ୍ଡଳୀ ଶୁଣନ୍ତୁ ମନ ଦେଇ ତାହାଙ୍କର ପୁତୁରା କିଏ ଯିବ ହୋଇ ଶଙ୍କର ଚଳିବେ ନାରଦଙ୍କ ପାଶ ପୁତୁରା ନାରଦ ହୋଇବେ ଅବଶ୍ୟ ବ୍ରହ୍ମ ହତ୍ୟା ଦୋଷ ଅଙ୍ଗରେ ଭଗିନ ନାରଦଙ୍କ ପାଶକୁ ତ ଦକ୍ଷିଣେ ଯିବେ ଶୁଣ ନାରଦ ହେବେ ପୁତୁରା ଦେବଦେବ ମହାଦେବ ହେବେ ଦତ୍ତା ନାଇଁ ସେ ନାରଦ ପାଖରେ ମୋ ପାଖରେ ମନ ନାହିଁ ଆହୁରି ଦତ୍ତା ପୁତୁରା ନାହିଁ ହଁ আহে দিন বান্ধব মতে আপনার করিনি মতে আপনার করিনি আহে দিন বান্ধব মতে আপনার করিনি মতে আপনার করিনি ହେଲେ ଭାଇ ଏମିତି ତ ଗାଇଲେ ଟାଇମ ହେଇଯାଉଛି ସମୟ ଯାଉଛି ଶୁଣ ତୁମ୍ଭ ପଚରା କଥା ଗୋଟି ଗୋଟି କରି ଏବେ କହୁଛି ବ୍ୟବସ୍ଥା ଯଦି ଏ କଥାରେ ପୁଣି ନ ଅଣ୍ଟଇ ମନ କୃଷ୍ଣଙ୍କର ପୁଅ ପୁଣି ମଦନ ହୋଇବ ବହନ ଆଜ୍ଞା ସେ ଦିଗରେ ମନ ମଧ୍ୟ ନ ପାଉଛି ମୋର ଆଉ କେଉଁ ପ୍ରକାରେ ଥିଲେ କହିବେ ସଭା ମଧ୍ୟର ବଳରାମଙ୍କର ପୁଅ ପୁଣି ଆନନ୍ଦାନନ୍ଦ କହିଲେ ମନ କି ପାଇଯିବ ଦେଖ ସେ ଦିଗରେ ବାବୁ ନାହିଁ ସେ ପୁରାଣ ଆଉ କେଉଁ ପ୍ରକାରେ ଥିଲେ ଦେବେ ବୁଝାଇଣ ଯଦି ଏ କଥାରେ ତୁମ୍ଭର ନ ଅଣ୍ଟଇଛି ତ ରାମାୟଣ କଥା ମୁଁ କହୁଛି ପ୍ରକୃତ ଏଇ ରାମାୟଣରେ ଦେଖ ମୋ ପୁରାଣ ନାହିଁ ଆନ ଦିଗରେ କବି କହୁଛନ୍ତି ଲେଖଇ କେଉଁ ବିଷୟରେ ବୋଲି ଅଛି ତ ମନ କହିଲେ ଭାରତକୁ କରିଦେବା ଗମନ
ପଢିଥିଲେ ଦେବ କହି ହେ ସାଙ୍ଗ ଭାଇ ବସିଛନ୍ତି ପଣ୍ଡିତ ଦେବ ଶୁଣିବା ପାଇଁ ମଧୁର ପ୍ରଶ୍ନ ମଧୁର ପୁରାଣ ଶୁଣିଲେ ଧନ୍ୟ ଧନ ଜୀବ ହୋଇବ ପୂର୍ଣ୍ଣ କେବଳ କାରଣ ଟିକେ ଦେବେ ବୁଝାଇ ମୁଁ ନାଚୁଥିବି ଦେଇ ଦେଇ ମୋ ସାଙ୍ଗ ଭାଇ ଆଜି ନାଚୁଥିବି ଦେଇ ଦେଇ ଯଦି ଶିବ ପୁରାଣରେ ପୁଣି ରହିଅଛି ମନ ଶିବ ଶୈବ ଶିବ ଶୈବ ପୁରାଣ ମୁଁ କହିବି ବହନ ବ୍ରହ୍ମ ବୈବର୍ତ ବ୍ରହ୍ମବୈବର୍ତ ଶିବ ଶୈବ ପୁରାଣରେ ଅଛି। ଯାକ ପୁରାଣ ହେଲା କିବା ଗଣେଶ ଜନ୍ମ କଥା ରହିଅଛି ମନ ତାପରେ ସେ ଦିଗରେ ପୁଣି ଦେଖ ନାହିଁ ମୋର ପ୍ରଶ୍ନ ଯଦି କାର୍ତ୍ତିକେୟ ଜନ୍ମ ପୁଣି ରହିଅଛି ଚିତ୍ତ ସେ ଦିଗରେ ମନ ମୋର ନାହିଁ ବାବୁ ସତ ଏ ଯୋଉ ଶିବଙ୍କର ଗୋଟିଏ ପୁତ୍ର ରହିଅଛି ପୁଷ୍କର ବୋଲି ନହେ ନାମଟି ଆଜି ସେ ଦିଗରେ ବାବୁ ଦେଖ ମନ ନାହିଁ ଆଉ କେଉଁ ଦିଗେ ଥିଲେ ଦେବେ ବୁଝାଇ ଠିକ ଠିକ କରି ବାବୁ କହିବେ ଜାଣ ଆଉ ବସିଛନ୍ତି ପଣ୍ଡିତ ମୋ ସୁବିଜ୍ଞ ଜାନ ଏଣେ ପଣ୍ଡିତ ମଣ୍ଡଳୀ ହେ ମଣ୍ଡିତ ହେଉଥିବ ଆଉ ଗୋଟିଏ ଝିଅ ତାହାଙ୍କର ଯେ ଥିବ କନକାବତୀ ବୋଲି ତାହାଙ୍କର ନାମ ବନ ଦୁର୍ଗା ପୁଣି ହେ ହୋଇଯିବ ବହନ ସେ ଦିଗରେ ବାବୁ ଗଲେ ନିଜେ ପୁରାଣ ସେହି ଦିଗରେ ତିଳେ ନବଳଇବ ମନ ଆଉ କେଉଁ ଦିଗେ ଥିଲେ ବାଛିଦେବ କହିଣ ଆଉ ବସିଛନ୍ତି ଶୁଣିବାକୁ ପଣ୍ଡିତ ଜଣ ଶୁଣିବେ ସେହି ପୁରାଣ ଆହେ ଗାହାଣ ଆଜି ଶୁଣିବେ ସେହି ପୁରାଣ ହର ବିଶେଷ ଘୋଷଣା ଆମର ମୋହର ପଣ୍ଡିତ ଇମିତିକାର ମାଷ୍ଟର ମାନେ ପ୍ରଶ୍ନ କରନ୍ତି ତ ଦେଖିବାକୁ ହେଉଥିବ ଗୋଟିଏ ପ୍ରଶ୍ନ ମାତ୍ର ନଦା ନଦୀ ହୋଇକରି ଥିବ ଯେ ରହିଲ କହିବାକୁ ପୁଣି କାହାର ଶକ୍ତି ପୁରାଣ ପଢିଲେ ମଧ୍ୟ ସବୁ ହତ ହେତୁ ନ ହୋଇବ କାହିଁକି ନା ପିଣ୍ଡ ବ୍ରହ୍ମାଣ୍ଡ ସର୍ଜନା କଲା ବେଳେ ଧାତା ସାର ସାର ପ୍ରସାର କଲେ ଦୁଇ କଥା হিতাহিত সত্য মিছ দিবস রজনী সুখ দুঃখ জন্ম মৃত্যু সর্বকর্ম বেনি কলা কর্মমান পুরুষর পুরুষার্থ সুকর্মে সুফল প্রাপ্তি কুকর্মে অনর্থ নাট পাটনারে ধর্ম অধর্ম দুই হাট জ্ঞান অজ্ঞান তহিরে দুই গোটি বাট পাপ পুণ্য আয় ব্যয় হুই হাটরে বিচারি হাট বিকা কিনা করে পাপ ধন উপার্জন সহজে হুই পাপ ধন উপার্জন সহজে হুই অজ্ঞান বাট পুনি সে হাটকু পড়ই তেণু সে অজ্ঞান বাটে জানতি বহু প্রাণী পাপ ধন উপার্জন করতি নচাই ধর্ম হাট জ্ঞান বাট দুর্গম অটই পুণ্য ধর্ম ভাগ্যবান জনকু মিলই যেহু প্রাণী যাহা কিনি আনই হাটরু তার সার সার সে জানই বাটরু যিয়ে যাও জয়ী সিয়ে তা ভুঞ্জই নিজে নিজে পুনি হে কর্মকু নিন্দই সৃষ্টি କରିବାକୁ দক্ষ প্রজাপতি কি অর্থ বান্ধিবিটি 500 পুଅକୁ ଦକ୍ଷ ପ୍ରଜାପତି ନାରଦ କତିକି ଯେ ପଠାଇ ଦେବେ ଦୁଇ ଜଣ ଯାକ କରିବ ଯେ ସୃଷ୍ଟି
সেদিন ভাবিলে মুনি নারদ জ্যোতি আসঙ্গতরে দক্ষ প্রজাপতি সঙ্গে করিলে মু সৃষ্টি মোহর নাম ন রহিব কিছু ঠিক তেণু 500 পুଅକୁ ସେ କରିଲେ ହତ ଇଏ ଦିଗରେ କି ତୁମର ପାଇବ ଯେ ଚିତ ହେଲେ ଆଜ୍ଞା ବର୍ତ୍ତ ପୁରାଣ ଇଏ ବ୍ରହ୍ମ ଖଣ୍ଡରେ ଖୋଜି କରି ଯାହା ମୁଁ କହିବାର 4 ଖଣ୍ଡ ବ୍ରହ୍ମଖଣ୍ଡ ପ୍ରକୃତି ଖଣ୍ଡ ଶ୍ରୀକୃଷ୍ଣ ଜନ୍ମଖଣ୍ଡ ଗଣେଶ କ୍ଷେତ୍ର ମନ ସବୁ ହେଲେ ପ୍ରକୃତି ଖଣ୍ଡରେ ଅଛି ପ୍ରକୃତି ଖଣ୍ଡରେ ଅଛି ଆଉ କାହାକୁ ଧରିଲେ ଆପଣ କକା କକା ନାରଦକୁ ଧରିଲି ନାଇଁ ନାରଦକୁ ହବନି ବୋଲି ମୁଁ ଆଗରୁ କହିଛି ହ୍ୟାଲୋ ବିଶେଷ ଘୋଷଣା ଆମର ସ୍ଥାନୀୟ ସୁକ୍ରିୟା ନାହକ ସେ ବାବୁ ଆମର ସନ୍ନ୍ୟାସୀ ଭାଇ ଆଉ ଚନ୍ଦନ ଭାଇ ଆଙ୍କେ 2 ଜଣ କାହାଣୀକୁ 20 ଗୋଟି ଭାରତ ମୁଦ୍ରା ଅର୍ପଣ କରିଛନ୍ତି ବାଣ୍ଟିକିରି 2 ଜଣ 20 ଗୋଟି ନେବେ ତତ୍ସଙ୍ଗେ ସଙ୍ଗେ ଆମର ଦେବତାରେ ଯୋଉ ଉପସ୍ଥିତ ଅଛନ୍ତି ଆମର ରଞ୍ଜିତ ଆଜ୍ଞା ତାଙ୍କୁ ଆମର ବାପା ବସିଯାଅ ଶାନ୍ତିରେ ବସିଯାଅ ପୁରାଣ ଶୁଣିବା ପାଇଁ ବହୁତ ଭଦ୍ର ବ୍ୟକ୍ତି ଜ୍ଞାନୀ ଜନ ମାନେ କହିଛନ୍ତି ତମେ ଏଠାରେ ବାରମ୍ବାର ଆସି ଅଶାନ୍ତି କରନି ଦୟାକରି ବସି ଚନ୍ଦନ ମୁରାସୁର ନୃସିଂହ କହିଲେ କି ପାଇବ ଯେ ମତି ତାଙ୍କ ବିଷୟ ସବୁ ପୁରାଣ ଆସୁଛି ଏତ କକା ପୁତୁରା ହୋଇବେ ସେ ଦିଗରେ ଗଲେ ବାବୁ ନ ପାଇବ ମନ ଆଉ କେଉଁ ବାଗେ ଥିଲେ ଦେବେ ବୁଝାଇଣ ଏଣୁ ପ୍ରକୃତି ଖଣ୍ଡ ବୋଲି ରହି ଅଛ କହି ଏତ ବିଷ୍ଣୁଙ୍କ ଗଙ୍ଗାଙ୍କ ପୁଣି ସରସ୍ୱତୀ ସବୁ ଦେବୀଙ୍କର ପୁଣି ଯେ ନାମଟା ଆସୁଛି ପ୍ରକୃତି ଖଣ୍ଡରେ ଦେବୀଙ୍କର ନାମ ଅଛି କ୍ଷେତ୍ର ମୋହନ ପ୍ରଧାନ ଲେଖିଛି ବାଛି ବାଛି ହଉ ହଉ କୋକକା ପୁତୁରା ପୁଣି ଯେ ହୋଇବେ ଭେଟ ଠିକ କୋକକା ପୁତୁରା ଦୁଇ ଯେ ହୋଇବେ ଭେଟ ମଦନ ମଦନ କହିଲେ କି ମନ ମାନିବ ତ ଆଜ୍ଞା ମଦନ ଠାରେ ଦେ ମୋର ନାହିଁ ମନ ଆଉ କେଉଁ ପରିଥିଲେ ଟିକେ ଦେବେ ବୁଝାଇଣ ମଦନ ଶଙ୍କର ଦୁଇ ଜଣ ହୋଇବ କି ଭେଟ ପ୍ରକୃତି ଖଣ୍ଡରେ କି କବି ଲେଖିଛି ତ ସିଆଡେ ଯାଅ ନା ସେ ଖଣ୍ଡରେ ନାହିଁ ଆରେ ବାପା କହିବେ ନାଇଁ ନାଇଁ କୋ କାହାଣୀ କହିଛି ତାଙ୍କ ଯୋଡ଼ିକି ପଚାରିବେ ହ୍ୟାଲୋ କାଇଁ ମାଷ୍ଟରକୁ କହିବ ଜୟଦତ୍ତର ପୁଅ ନା କିଏ ବୋଲି କହିଦେବ ମାଷ୍ଟର ଶିଖେଇଥିଲି ମହାସମର ମାନେ ଜୟଦତ୍ତର ପୁଅ ନା କିଏ ବିଶେଷ ଘୋଷଣା କୋ ମାଷ୍ଟର କହିବେ ଆମର ସ୍ଥାନୀୟ ପର୍ସନା କାହିଁକି ଆମର ଚାଷ ହେଲେ ମଧ୍ୟ ଯୋଉ ସେ ବାବୁ ମଧ୍ୟ ଆମର ଦେବତାଙ୍କୁ 10 ଗୋଟି ଆଉ ଆମର ଝିଅଟିକୁ 10 ଗୋଟି ଭାରତ ମୁଦ୍ରା ଅର୍ପଣ କରିଛନ୍ତି ଆମର ମା ମଙ୍ଗଳା ଅନୁଷ୍ଠାନ ତରଫରୁ ତାଙ୍କୁ ଧନ୍ୟବାଦ ଜୟ 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 ତୁ ହି ମଙ୍ଗଳା ମାତ ବାବୁଙ୍କୁ ଘୋଡ଼ାଇ ରଖିବୁ ସଙ୍ଗେ ସେ ନାୟକ ମଧ୍ୟ 10 ଗୋଟି ଭାରତ ମୁଦ୍ରା ଆମର ଦେବତାଙ୍କୁ ଦେଇଛନ୍ତି बोलाऊ तू ही जे आदि मात कही के पारिब मंगला केहू ठारू तू गात ଶୁଣ ଶୁଣ ସମାଜନ ଦେଇ କରି ମନ ଯେ ବଣ ବିଷୟ ଗୋଟି କରିଛି ଆଖ୍ୟାନ ଯେ ବଣ ବିଷୟ ଗୋଟି କହିଛି ପ୍ରସଦ ସୁନ୍ଦର ସଭାରେ ଆଉ ସୁନ୍ଦର ସଭାରେ ବାବୁ କର ଯେ ବୈୟାନ ସଭାରେ ଶୁଣିବେ ଆଜ ମୋର ସୁଧୀ ଜନ
ବ୍ରହ୍ମ ବୈବର୍ତ ପୁରାଣରେ ଅଛି ଆଉ ଶିବ ପୁରାଣ ଶିବ ଶୈବ ପୁରାଣରେ ମଧ୍ୟ ରହିଛି। ହେଲେ ପୁରାଣ ଗୋଟି ମୁଁ କହିଦେଉଛି ଆଜ୍ଞା। ବ୍ରହ୍ମ ବୈବର୍ତରେ ଚନ୍ଦ୍ର ଯୋଉ ଗୁରୁ ବୃହସ୍ପତି ଠାରୁ ବୃହସ୍ପତିଙ୍କ ପତ୍ନୀକୁ ହରଣ କରି ଚନ୍ଦ୍ର ବ୍ରହ୍ମହତ୍ୟା ଦୋଷ ମୁଣ୍ଡେଇ ଆସିଥିବେ। ସେ ବ୍ରହ୍ମହତ୍ୟା ଦୋଷ ବା ଯୋଉ କିଳା କଥାଟା କହିଥିଲି ଆଜ୍ଞା, ସେ ବ୍ରହ୍ମହତ୍ୟା ଦୋଷ ମୁଣ୍ଡେଇ ଆସିଲେ ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଆଜ୍ଞା ପୁତୁରା। ଶୁକ୍ରାଚାର୍ଯ୍ୟ ଋଷି ହେଲେ ତାଙ୍କର ପୁତୁରା। କେମିତି ସେ କାହିଁକି ଆସିଲେ ନା ବୃହସ୍ପତି ହେଉଛନ୍ତି ଦେବତା ମାନଙ୍କର ଗୁରୁ, ରାକ୍ଷସ ମାନଙ୍କର ଗୁରୁ ହେଲେ ଶୁକ୍ରାଚାର୍ଯ୍ୟ। ହେଲେ ଏ ଯୋଉ ଶୁକ୍ରାଚାର୍ଯ୍ୟ ଆଜ୍ଞା କୋଉ ପ୍ରକାର ଆଙ୍କେ କକା ହେବେ, ଚନ୍ଦ୍ର ପୁତୁରା ହେବେ। ବ୍ରହ୍ମାଙ୍କର ପୁତ୍ର ହେଲେ ଆଜ୍ଞା ଅତ୍ରି ମୁନି। ବ୍ରହ୍ମାଙ୍କର ପୁତ୍ର ଅତ୍ରି ମୁନି। ବ୍ରହ୍ମାଙ୍କର ପୁତ୍ର ଆଉ ଏକ ଅଛି ଭୃଗୁ ଋଷି ଆଜ୍ଞା। ଅତ୍ରି ଭୃଗୁ ହେଲେ ଦୁଇ ଭାଇ ହେଲେ କି ଆଜ୍ଞା, ଅତ୍ରି ଋଷି ଆଉ ଭୃଗୁ ଋଷି ଦୁଇ ଭାଇ। ଅତ୍ରିଙ୍କର ପୁଅ ହେଲେ ଚନ୍ଦ୍ର। ଏ ଯୋଉ ଭୃଗୁ ଋଷିଙ୍କର ପୁଅ ହେଲେ ଧାତା ବିଧାତା ଏବଂ କବି ଆଜ୍ଞା। ଏ ତିନି ଗୋଟି ପୁଅ ହଉଛନ୍ତି ଭୃଗୁ ଋଷିଙ୍କର। ଆଉ ଗୋଟିଏ କନ୍ୟା ଅଛି ଭୃଗୁ ଋଷିଙ୍କର। କନ୍ୟାଙ୍କର ନାମ ହେଲା ଆଜ୍ଞା ଶ୍ରୀ। ଗୋଟିଏ ଝିଅ ଶ୍ରୀ, ସେ ଶ୍ରୀ କି ବିବାହ ହେଇଛନ୍ତି ନାରାୟଣ ହେଲା। ଗୋଟିଏ ଝିଅ ଶ୍ରୀ, ଧାତା ବିଧାତା ଏବଂ କବି, ଏ ତିନିଟା ପୁଅ ହେଲେ ଚନ୍ଦ୍ରକୁ ଏମାନେ କଣ ହେଲେ, ଭାଇ ଭାଇ ହେଲେ। ଭୃଗୁ ଋଷି ଝିଅକୁ ବିଷ୍ଣୁ ବାହାଇଛନ୍ତି। ଶ୍ରୀ ବୋଲି ସେ ଝିଅର ନାଁ ହେଲା। ଶ୍ରୀମତୀ ଭୃଗୁ ଋଷି ଝିଅ ନାହିଁ, ଅମ୍ବରୀଶ ରାଜାଙ୍କର ଝିଅ ହେଇଥାଇପାରେ। ମୁଁ ଯାହା ପଢିଛି ତାହା କହୁଛି ଶୁଣ ହେଲା। ଭୃଗୁ ଋଷି ଅମ୍ବରୀଶ ତମେ କହୁଛ ଶ୍ରୀମତୀ କହିଦଉଛ, ମୁଁ କହୁଛି ଶ୍ରୀ ହେଲା। ଶ୍ରୀ ବୋଲିଆ ଝିଅଟାକୁ ଫେର କଣ ଭୃଗୁ ଋଷି ଯେତେବେଳେ ବିଷ୍ଣୁ ଆସିଲେ ବିବାହ ପାଇଁ, ଶୁଣ ଭାଇନା, ବିଷ୍ଣୁ ଯେତେବେଳେ ଆସିଲେ ଆଙ୍କର ସହନଶୀଳତା କେମିତି ଅଛି ପରୀକ୍ଷା କରିବା ପାଇଁ ଭୃଗୁ ଋଷି ବିଷ୍ଣୁଙ୍କର ଛାତିରେ ପ୍ରହାର କରିଛନ୍ତି। ଯେତେବେଳେ ଜାଣିଲେ ଏ କଥାଟାକୁ ସହି ପାରିଲେ, ସେ ଜାଣିଲେ ଏ ହଉଛି ମୋର ଝିଅ ପାଇଁ ଉପଯୁକ୍ତ ବର। ତେଣୁ ନାରାୟଣଙ୍କୁ ଶ୍ରୀ କନ୍ୟା ବିବାହ ହେଉଛି। ବିଷ୍ଣୁ ଶ୍ରୀ ହରିପ୍ରିୟା, ଏ ଯୋଉ ଲକ୍ଷ୍ମୀଙ୍କର ଯୋଉ ନାମ ରହିଛି ଅମର କୋଷ, ସେ ଭିତରୁ ଗୋଟିଏ ଶ୍ରୀ। ତମ କଥା ମୁଁ କାହାକୁ କହୁନି, ଇଏ ନାତ ନ ମାରୁଣୁ ବିଷ୍ଣୁ ଲକ୍ଷ୍ମୀ କି ବିବାହ ହେଇଛନ୍ତି। ହଁ କିଏ ନାହିଁ କରୁଛି। ବ୍ରହ୍ମ ବୈବର୍ତ ପୁରାଣ ଲେଖିଲା ଆପଣ କଣ ନୃସିଂହ ପୁରାଣ ମିଛ। ଶୁଣ ଇଏ ଅଷ୍ଟାଦଶ ପୁରାଣ ଯାକ ଶୁଣ। ତା ଆଗରୁ ନାତ ଜଣ ପାଇଁ ମରା ହେଲା। କଣ ବେମାର ହେଲା? ପରୀକ୍ଷା କରିବେ କାହିଁକି ନା ନୈମିଷା ଅରଣ୍ୟରେ ଇଏ ଯୋଉ 60,000 ଋଷି ଯଜ୍ଞ ଗୋଟେ କଲେ, କାହାକୁ ଆମେ ଅତିଥି ରୂପରେ କରିବା। ଅଧେ ଋଷି କହିଲେ ବ୍ରହ୍ମାଙ୍କୁ, ଅଧେ କହିଲେ ବିଷ୍ଣୁଙ୍କୁ, ଅଧେ କହିଲେ ଶିବଙ୍କୁ। ସେ କହିଲେ ନାଇଁ ଆମେ ପରୀକ୍ଷା କରିବା, ଯେ ପରୀକ୍ଷାରେ ପାସ୍ ହବ ତାକୁ ଆମେ ଅତିଥି ରୂପରେ ନିମନ୍ତ୍ରଣ କରିବା। ଯଜ୍ଞର ପ୍ରଥମ ଆହୁତି। କେମିତି ପରୀକ୍ଷା କଲେ? ଭୃଗୁ ଋଷି ଗଲେ ବ୍ରହ୍ମାଙ୍କୁ କହିଲେ ତମେ ସବୁବେଳେ ଯୋଗ ମାଙ୍କୁ ଧରି ବୁଲୁଛ, ଭଲ କଥା ବୁଝୁନ। ବ୍ରହ୍ମା ରାଗ ପଡ଼ିଲେ। ଶିବଙ୍କୁ କହିଲେ ମାଙ୍କୁ ଧରି ପାର୍ବତୀ ଧରିକି ଯୋଗରେ ବସୁଛ, ତମେ କିଛି ବୁଝୁନ। ଶିବ ତ୍ରିଶୂଳ ଧରିଲେ। କହିଲା ବିଷ୍ଣୁଙ୍କୁ କହିଲେ ତ ହବନି, କାହିଁକି ନାଙ୍କର ଶୈବ ଗୁଣ ଅଛି। ତାଙ୍କୁ ନାତ ପ୍ରହାର କଲେ ବୋଲିକିରି ନାତ ପ୍ରହାର କରେ। ସହନଶୀଳତା ପରୀକ୍ଷା କରିବା ପାଇଁ ବିଷ୍ଣୁଙ୍କୁ ନାତ ମାରିଲେ ଭୃଗୁ ଋଷି। ଯେତେବେଳେ ଭୃଗୁ ଋଷିଙ୍କର ନାତ ବକ୍ଷରେ ବାଛି ବିଷ୍ଣୁଙ୍କର, ସେ ଚିହ୍ନ ଆଜି ପର୍ଯ୍ୟନ୍ତ ତାଙ୍କର ମଧ୍ୟ ରହିଛି ବିଷ୍ଣୁଙ୍କର। ପୁରାଣ ଲେଖିଛି ଆଜ୍ଞା। କବି ବିଭିନ୍ନ ପ୍ରକାର ଲେଖୁଛନ୍ତି, କାହା ପୁରାଣକୁ କିଏ କାଟିବାକୁ ହବନି। ମୁଁ ଯଦି ଆସିଛି ଗୋଟେ ଦିଗରେ ଲେଖା ଦେଖିକିରି ପ୍ରମାଣ ସତ୍ତ୍ୱ ପୃଷ୍ଠା ଅଧ୍ୟାୟ ସବୁ ପ୍ରକାର ଲେଖିକି ଆସୁଛି। ଭାଇନା ମଧ୍ୟ କହିବା ଠିକ ଆସୁଛି। ତେଣୁ ଶ୍ରୀ ବୋଲି କନ୍ୟାକୁ ଭୃଗୁ ଋଷି ଆଜ୍ଞା ବାହା ହେଲା। ହେଲେ ଏ ଯୋଉ ଧାତା ବିଧାତା କବି ଏମାନେ ହେଇଗଲେ ଆଜ୍ଞା ଚନ୍ଦ୍ରକୁ କଣ ହେବେ, ଭାଇ ଭାଇ। କାହିଁକି ନା ଭୃଗୁଙ୍କର ପୁଅ ଯଦି ଧାତା ବିଧାତା କବି, ଅତ୍ରି ଋଷିଙ୍କର ପୁଅ ହେଲେ ଚନ୍ଦ୍ର, ଭାଇ ଭାଇ ହେଲେ। ହେଲେ କବିଙ୍କର ପୁଅ ହଉଛନ୍ତି ଶୁକ୍ରାଚାର୍ଯ୍ୟ। କବିଙ୍କର ପୁଅ ଶୁକ୍ରାଚାର୍ଯ୍ୟ। ଶୁକ୍ରାଚାର୍ଯ୍ୟ ଚନ୍ଦ୍ରକୁ ଆଜ୍ଞା କଣ ହେବେ, ପୁତୁରା ହେଲେ କି ଆଜ୍ଞା। ଶୁକ୍ରାଚାର୍ଯ୍ୟ ଋଷି ଚନ୍ଦ୍ରଙ୍କୁ ପୁତୁରା ହଉଛନ୍ତି। ହେଲେ ଶୁଣ
ଶୁଣ ପ୍ରକାଶ ପରା ତମ ନା ହେଲେ ଶୁକ୍ରାଚାର୍ଯ୍ୟ ଚନ୍ଦ୍ରଙ୍କୁ ଯେତେବେଳେ ପୁତୁରା ହଉଛନ୍ତି ଶୁଣ ଟିକେ ଲକ୍ଷ୍ୟ କର ହେଲା ପୁତୁରା ଶୁକ୍ରାଚାର୍ଯ୍ୟ କହୁଛନ୍ତି ମୁଁ କଣ ଜାଣିଛ ନା ମୁଁ ମୋ ବୋପାର ମଉସାର ପୁଅ ମୋ ବୋପାର ମଉସାର ପୁଅ ଆଜ୍ଞା ଶୁକ୍ରାଚାର୍ଯ୍ୟଙ୍କର ବାପା ହେଲେ କବି କବିଙ୍କର ମଉସା କିଏ ହେବେ ଦକ୍ଷ ପ୍ରଜାପତିଙ୍କର ଯୋଉ ଝିଅ ମାନଙ୍କ ମଧ୍ୟରୁ ଆଜ୍ଞା ଗୋଟିଏ ଝିଅ ଖ୍ୟାତି ବୋଲି ସେ ଖ୍ୟାତିକୁ ବିବାହିଛନ୍ତି ଭୃଗୁ ଋଷି ଖ୍ୟାତି ବୋଲି ଝିଅକୁ ବିବାହିଛନ୍ତି ଭୃଗୁ ଋଷି ଆଉ ସତୀ ବୋଲି ଝିଅକୁ ବିବାହିଛନ୍ତି ମହେଶ୍ୱର ବା ଶିବ ହେଲେ ଯଦି ଭୃଗୁ ଋଷି ବଡ ଝିଅକୁ ବାହାଲେ ସାନ ଝିଅ 16 ନମ୍ବର କନ୍ୟା ହଉଛନ୍ତି ସତୀ ଇଏ ହେଲେ ମଉସା କାହାକୁ ନା ଏ ଯୋଉ ଧାତା ବିଧାତା କବି କି ହେଲେ ମଉସା ମଉସାର ପୁଅ ମୁଁ ହେଲେ ଶୁକ୍ରାଚାର୍ଯ୍ୟ ମଉସାର ପୁଅ କେମିତି ହେବେ ମୋ ବୋପାର ବୋଲେ ଧାତା ବିଧାତା କବି ହେଲେ ବାପା କକା ବାପା ହେଲେ କବି ତାଙ୍କର ମଉସା ହେଲେ କିଏ ଶିବ ଶିବଙ୍କର ପୁଅ ଶୁକ୍ରାଚାର୍ଯ୍ୟ କେତେବେଳେ ହେଇଥିଲେ ଭାଇନା ଶିବଙ୍କର ପୁଅ ଶୁକ୍ରାଚାର୍ଯ୍ୟ କେତେବେଳେ ହେଲେ ଶୁକ୍ରାଚାର୍ଯ୍ୟ କେତେବେଳେ ହେଲେ ନା ଆଜ୍ଞା ଅନ୍ଧକ ଋଷି ଅନ୍ଧକ ରାକ୍ଷସ ସହିତ ଯେତେବେଳେ ଶିବ ଯୁଦ୍ଧ କଲେ ଏଇଟା ଶିବ ଶୈବ ପୁରାଣ ଅନ୍ଧକ ରାକ୍ଷସ ସହିତ ଶିବ ଯୁଦ୍ଧ କରିବା ସମୟରେ ଏ ଶୁକ୍ରାଚାର୍ଯ୍ୟ ଏ ରାକ୍ଷସ କଣ ରହି ଯେତେକ ରାକ୍ଷସ ମରୁଛନ୍ତି ଏ ଯୋଉ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପାଠ କରି ସମସ୍ତଙ୍କୁ ବଞ୍ଚେଇ ଦଉଛନ୍ତି ସେତେବେଳେ ଶିବ ବୋଇଲେ ଇଏ ମୁଁ ଯେତେ ମାରୁଛି ସିଏ ତ ସେତେ ବଞ୍ଚଉଛି ହେଲେ ମୁଁ ଆକୁ କେମିତି ପରାସ୍ତ କରିବି ଶେଷକୁ ଏ ରୁଦ୍ରଗଣ ମାନଙ୍କୁ ପଠେଇଲେ ଯାଅ ସେ ଶୁକ୍ରାଚାର୍ଯ୍ୟଟାକୁ ବାନ୍ଧିକିରି ଆଣ ଏ ସମସ୍ତ ଶିବଗଣ ଗଲେ ଶୁକ୍ରାଚାର୍ଯ୍ୟକୁ ବାନ୍ଧିକିରି ଶିବଙ୍କ ନିକଟକୁ ଯେତେବେଳେ ଆଣିଲେ ଶିବ କଣ କଲେ ରାଗରେ ତାକୁ ଗର୍ଭକୁ ଖେପିଲେ ହଁ ହଁ ହଉ ଠିକ ଅଛି ଶୁକ୍ରାଚାର୍ଯ୍ୟକୁ ଆଜ୍ଞା ଗର୍ଭକୁ ଗିଳିଦେଲେ କିଏ ଶିବ ଶିବ ଶୁକ୍ରାଚାର୍ଯ୍ୟଙ୍କୁ ଗର୍ଭକୁ ଗିଳିଦେଲେ ଆଉ ରାକ୍ଷସ ଗଣ ବଞ୍ଚିଲେ ନାହିଁ ସେତେବେଳେ ପରାସ୍ତ ହୋଇଗଲା କିଏ କବନ୍ଧ ଅସୁର ପୁଷ୍ପବୃଷ୍ଟି କଲେ ଦେବତା ମାନେ ଆସିଲେ ଦେଖିଲେ ଘଟଣା କଣ ନା ରାକ୍ଷସ ଗଣ ମରିଛନ୍ତି ଆଉ ଶୁକ୍ରାଚାର୍ଯ୍ୟ ଦେଖା ଯାଉନାହାନ୍ତି ଶିବଙ୍କୁ ପଚାରିଲେ ଶୁକ୍ରାଚାର୍ଯ୍ୟ କୁଆଡେ ଗଲେ ଶିବ କହିଲେ ମୁଁ ତାକୁ ରାଗରେ ଗର୍ଭରେ ଖେପି ଦେଇଛି ରାଗରେ ଗର୍ଭରେ ଖେପି ଦେଇଛି ବିଷ୍ଣୁ କହିଲେ ବଡ ହଇରାଣ ହେଲା ତାକୁ ତମେ ବାହାର କର ନା କେମିତି ବାହାର କରିବି ତାକୁ ମୋର ଶୁକ୍ର ତିଆରି କରି ଲିଙ୍ଗ ବାଟେ ଜନ୍ମ ଦେବି ତାହେଲେ ସେ ଜନ୍ମ ହେବ ଆଜ୍ଞା ଶୁକ୍ରାଚାର୍ଯ୍ୟକୁ କଣ କଲେ ସେ ଭିତରେ ଚିହ୍ନ କରି ରକ୍ତ ରକ୍ତରୁ ଶୁକ୍ର ତିଆରି କରି ଲିଙ୍ଗ ଦେଇ ଜନ୍ମ କଲେ ଶିବ ସେଇ ଦିନଠୁ ଶୁକ୍ରାଚାର୍ଯ୍ୟ ହେଲା ତାଙ୍କର ପୂର୍ବରୁ ନାଁ ଥିଲା ଉଷନା ଆଜ୍ଞା ଶୁକ୍ରାଚାର୍ଯ୍ୟଙ୍କର ଆଗରୁ ନାଁ ଥିଲା ଉଷନା ଶିବଙ୍କର ଲିଙ୍ଗ ଦେଇକିରି ଶୁକ୍ର ହେଇକିରି ଯେତେବେଳେ ଜନ୍ମ ହେଲେ ସେଇ ଦିନ ଠାରୁ ଶୁକ୍ରାଚାର୍ଯ୍ୟ ଆଜ୍ଞା ଏ ଥିଲା ମୋର ପୁରାଣ ମୋ ବୋପାର ମଉସା ଠାରୁ ମୁଁ ଜନ୍ମ ବୋଲେ ଶିବଙ୍କ ଠାରୁ ଜନ୍ମ ହେଇଗଲେ ଶୁକ୍ରାଚାର୍ଯ୍ୟ ଚନ୍ଦ୍ରକୁ କହିଲେ ତମେ କଣ କକା କହୁଛ ମୁଁ ଏବେ ତମର କକା କାହିଁକି ନା ମୁଁ ଶିବଙ୍କର ପୁଅ ହେଇଗଲି ହେଲେ ତମେ ହେଇଗଲା ଅଗ୍ନିଙ୍କର ପୁଅ ବ୍ରହ୍ମାଙ୍କର ପୁଅର ପୁଅ ତମେ ହେଲା ପୁତୁରା ମୁଁ ହେଲି କକା ଆଜ୍ଞା ଏଇଟା ଥିଲା ମୋର ପ୍ରଶ୍ନ ବୁଝିପାରିଲେ କି ଆଜ୍ଞା ଆଜ୍ଞା ମାନେ ବୁଝିଲେ କି ଆଜ୍ଞା ବୁଝିଲେ କି ଆଜ୍ଞା ବୁଝିଲେ ନା ନାଇଁ ବୁଝିଲେ ତ ଠିକ ଅଛି ହେଲେ ଆଉ ଗୋଟିଏ